ନିଜ ମାଉସୀ ଗାଁରୁ 9 ଦିନ ଲୀଳା ଖେଳା କରି ପୁଣି ଫେରୁଛନ୍ତି ନିଜ କର୍ମକ୍ଷେତ୍ରକୁ। ଜୟ ଜଗନ୍ନାଥ। ମୁଁ ଚକ୍ରଧର ନାୟକ, ସୁନ୍ଦର ବିଷାଦକ୍ଷ। ପ୍ରଭୁ ଯାଇଥିଲେ ରତ୍ନବେଦୀରୁ ଜନ୍ମବେଦୀକି, ସେଠି ଲକ୍ଷ୍ମୀକି କଥା ଦେଇ ଯାଇଥିଲେ 2 ଦିନ ପାଇଁ, କିନ୍ତୁ 9 ଦିନ ହେଇଗଲା। ଓଡ଼ିଆ ମତରେ ସ୍ୱାମୀ ମାନେ ଯେମିତି ସ୍ତ୍ରୀ କି ଟିକେ ଭୟ କରନ୍ତି, ପ୍ରଭୁ ବି ଲକ୍ଷ୍ମୀ କି ସେଇ ଟାଇପର ଚଳନୀରେ କରନ୍ତି। ପ୍ରଭୁ ପୁରା ଚଞ୍ଚଳ ହେଇ ବିରାଜମାନ ହଉଛନ୍ତି ରତ୍ନବେଦୀରୁ ଜନ୍ମବେଦୀରୁ। ତେଣୁକରି ବହୁ ସଂଖ୍ୟାରେ ପବ୍ଲିକ ଆମର ଏଠି ଅଛନ୍ତି, ଦର୍ଶକ ଅଛନ୍ତି। ପାଖରୁ ପିଲାମାନେ ଆମକୁ ବହୁତ ସହଯୋଗ କରୁଛନ୍ତି। ମିଡ଼ିଆ ଭାଇ ମାନେ ସମସ୍ତେ ବହୁତ ଯଦି ଦେଖାଯିବ ଏଠି ଯୋଉ ମନ୍ଦିର ପ୍ରତିଷ୍ଠା ହେଇଛି ଏହା ପାଇଁ ବହୁତ ସ୍ୱପ୍ନ ଥିଲା ଏବଂ ବହୁତ ଲୋକମାନଙ୍କର ମଧ୍ୟ ଏଥିରେ ରହିଛି ଇଏ ରହିଛି ଯୋଉମାନଙ୍କ ଦ୍ୱାରା କେମିତି କଣ ପ୍ରଭୁ କେମିତି କଣ ଆସିଲେ କେମିତି ପ୍ରତିଷ୍ଠା। ଏଠି ଆମର 2015 ଦାରୁ ଗଲା ପରେ ଆମେ 16 ଚିନ୍ତା କଲୁ ମନ୍ଦିର କରିବା ପାଇଁ ଗୋଟେ ଛୋଟିଆ କମିଟି କରି ଜଗନ୍ନାଥ ମନ୍ଦିର କମିଟି ମାଧ୍ୟମରେ ଆମେ ଆଖପାଖ ସବୁଆଡୁ ଭିକ୍ଷା କରି କିଛି ଲୋକଙ୍କଠୁ ଭିକ୍ଷା କରି ମନ୍ଦିର ଆଜି ଠିଆ କରିଛୁ। ଆମେ ବହୁତ ଖୁସି ଅଛୁ। ଯୁବପିଢୀଙ୍କର କେତେ ଅବଦାନ ଥିଲା? ବହୁତ ଅବଦାନ ଅଛି ଯୁବପିଢୀ। ବର୍ତ୍ତମାନ ଭିଜୁଆଲରେ ଦେଖିବେ ହଜାର ହଜାର ସଂଖ୍ୟାରେ ଯୁବପିଢୀ ଆମକୁ ସହଯୋଗ କରୁଛନ୍ତି। ଆମର ହଠାତ୍ କାହିଁକି ମନ ବଳେଇଲା ଯେ ଏଠି ଗୋଟେ ଜଗନ୍ନାଥ ମନ୍ଦିର କରିବା? ଯେହେତୁ ପ୍ରଭୁ ଏଠୁ ବିରାଜମାନ କରିକି ଆମେ ଇଚ୍ଛା ଶକ୍ତି କଲୁ, ଯେହେତୁ ପ୍ରଭୁ ଏଠୁ ଯାଇ ରତ୍ନ ସିଂହାସନ ପୂଜା ପାଇଲେ, ଆମେ ଏଠି ଗୋଟେ ଚତୁର୍ଥା ମୂର୍ତ୍ତି ମନ୍ଦିର କରିବୁ। ଜୟ ଜଗନ୍ନାଥ। ଆଜ୍ଞା ବହୁତ କିଛି କହିବା ପାଇଁ ରହିଛି, ତେଣୁ ଆମକୁ ସମୟ ନେଇ ପ୍ରଭୁ ପଛରେ ଆସୁଛନ୍ତି, ଆମେ ଆଗରେ ଆସୁଛେ। ମତେ ଆପଣ ସେ ବିଷୟରେ ପଚାରୁଛନ୍ତି, ତାଙ୍କ ଭିତରେ ଯଦି ଆଲୋଚନା ହବ ମିନିମମ୍ ଅଧଘଣ୍ଟା ଦରକାର। ଏଠି ସୁଦର୍ଶନ କେମିତି ବାହାରିଲେ ପ୍ରଥମ କୋଉ ଜାଗାରେ ପ୍ରଥମେ ବାହାରିଥିଲେ, ସେକେଣ୍ଡ କେମିତି ଆସିଲେ, ଏଠି ଦେଖା ଦବାରୁ ଏଠି ଦଇତାପତି ମାନେ କାକଟପୁରରୁ ଆସିକିରି ସେଠି ଆଜ୍ଞାମାଳ ଚାଲିଛି, ଯାହାକି ସ୍ୱତନ୍ତ୍ର। ଆଉ ଗୋଟେ ଜାଗା ପଛରେ ରହିଗଲା ଶିଉଳା ବୋଲି, ସେଠି ଦବା ପାଇଁକି ଫାଇନାଲ କରିଥିଲି। ସେ ସମୟରେ ମୁଁ ଶିରିଡି ସାଇ ମନ୍ଦିର ଯାଇଛି। 10-15 ଜଣ ମାନେ ଆମର ବନ୍ଧୁବାନ୍ଧବ ମିଶେଇକି ଆମେ 4 ଜଣ ଯାଇକି ସାଇ ବାବାଙ୍କର ଦର୍ଶନ କରିବା ପାଇଁ। ସାଙ୍ଗେ ସାଙ୍ଗେ ଫୋନ ଆସିଲାରୁ କହୁଛି ଅର୍ଥ ପୁରୀ ସାଙ୍ଗେ ମୁଁ ତ ପ୍ରାୟ ଜଡ଼ିତ, ପ୍ରଭୁଙ୍କ ପାଖରେ ବହୁତ ଜଡ଼ିତ। ହଁ, ରାତି ଅଧରେ ଯାଏ, ରାତି 12 ରାତିରେ ଭୁବନେଶ୍ୱର ବାହାରେ। ମୁଁ ବି ଶିରିଡି ସାଇ ଦର୍ଶନ କରିବାକୁ ଯାଇଛି ନା, କାରଣ ସେଠି ପ୍ରଭୁଙ୍କୁ ଛାଡ଼ିକି ସେଠି ଆପଣ ସେଇଥିରେ ଆସନ୍ତୁ। ମୁଁ ତ ଯିବି, ଏବେ ଯାଇପାରିବିନି ନା, ତମକୁ ଆସିବା ହିଁ ପଡିବ। ଆମେ ସବୁ ଦାରୁ ବିଷୟରେ ସୁଦର୍ଶନ ଦାରୁ ଆଗ ପ୍ରଥମ ଦାରୁ, ଆପଣ ତାକୁ ଆଗ ସୁଦର୍ଶନ ଦାରୁକୁ ଆମେ ନେଇସାରା କୋଚିଂ କରିସାରିଲା ପରେ ସଦର ଦାରୁ ବିଷୟରେ ଆମେ ଚିନ୍ତା କରିବୁ। ମୁଁ କହିଲି କଣ ସୁଦର୍ଶନ ଦାରୁ କୋଉଠି ଆମେ ଠିକ କରିବି ନା, ଆପଣଙ୍କ ଗାଁ ଶିଉଳା ତ? ମୁଁ କହିଲି ହଁ, ନା ସେଇଠି ମୁଁ ଯୋଉ କରିଛନ୍ତି ଆପଣ ନା ପଳେଇଲା ଆମର ମନା କରୁଛନ୍ତି ଯେ ନାହିଁ, ରହିବାକୁ ନ ଆସିଲେ ଆମେ ସେଥିରେ କିଛି କରିପାରିବୁ ନାହିଁ। ମୁଁ ଯଦି ଇଏ କହିଛନ୍ତି ତା ନାଁ କୁହନ୍ତୁ, ମୁଁ ତା କହିଦେବି, ଆପଣ ଆଜ୍ଞାମାଳ ଦେଇଦେବେ। ମୁଁ ଗଲେ ସାଇଡାଉନ କରେ, କାରଣ ମୁଁ ଯାହାହେଲେ 3-4 ଦିନ ପରେ ମୋର ବନ୍ଧୁବାନ୍ଧବ ଧରିକି ଆସିଛି, ମୁଁ ଏବେ ଯାଇପାରିବି ନାହିଁ। ତାପରେ ମୋର ଯେ ବନ୍ଧୁ ଅଛନ୍ତି, ତାର କହିବାକୁ ତମ ବନ୍ଧୁକୁ ଦଉଛି ପ୍ରଭୁ ଜ୍ୟୋତି ଦାସ ବୋଲି। କହିବାକୁ ଗୋଟେ କଥାରେ ଅଛି, ଯେ ପର୍ଯ୍ୟନ୍ତ ପ୍ରଭୁଙ୍କର ଡାକରା ନ ଆସେ ସେ ପର୍ଯ୍ୟନ୍ତ ପତିଟି ମୁଁ ଭଲେ ନାହିଁ। କାହିଁକି ପତ୍ର ହେଲେ ଆପଣ ଯୋଉଟା କହିଲେ ସେଇଟା 100% ଠିକ। କାହିଁକି ସେଟା ହେଇପାରିଲା କି? ଯେତେବେଳେ ମୁଁ ବାଧ୍ୟରେ ଗଲି, ମୋର ଇଚ୍ଛା ନଥିଲା ଯିବା ପାଇଁ,
ବାଧ୍ୟରେ ଗଲି ଯାଇକିରି ଟିକଟ ମିଳିବନି ମିଳିଲାନି ତେଣୁ ମୁଁ ଦେଖିଲି କଣ ଟିକଟ ମିଳୁନି ଯିବି କେମିତି ଆଉ ଆପଣ ଶିରିଡି ସାହି ଗୋଟେ ଗଲେ କଣ ଯିବା ଆସିବାରେ ଟିକଟ ଯଦି ମାସକ ପୂର୍ବରୁ ନ କରିବେ ସେଠୁ ଆପଣ ଯାଇପାରିବେନି ଆପଣ ବିଶ୍ୱାସ କରିବେନି ଟିକଟଟା ମିଳିଗଲା ଟିକଟଟା ମିଳିଗଲା ନା ଯୋଉ ଟିକଟ ମିଳିଗଲା ତେଣୁ ସାଙ୍ଗେ ସାଙ୍ଗେ ମିଶେସର ମୋର ଆମେ ଚାଲି ଆସିଲୁ ଆସିକିରି ପୁରୀ ଗଲୁ ଫିରୋଜ ମହାପାତ୍ର ଥିଲେ କାକଟପୁର ପ୍ରଶାସନରେ ଫିରୋଜ ମହାପାତ୍ର ଥିଲେ ଆମର ପୁରୀର ପ୍ରଶାସନର ସେ କହିଲେ ବର୍ତ୍ତମାନ ଭୋଳ କୁଆଡ଼େ ଆସିଲେ ମୋର ଯେ ସୁଦର୍ଶନ ଗାଡ଼ି ବିଷୟରେ ଆମ ଗାଁରେ କଣ ଫାଇନାଲ କରିଛନ୍ତି ଚୁଡ଼ାରେ ମୁଁ ସେଇ ଦୃଷ୍ଟିରୁ ଯାଇଥିଲି ଶିରିଡି ଯାଇଥିଲି ତେଣୁ ମୁଁ ଆପଣ ଯାଆନ୍ତୁ ଏଠି ଯେତେବେଳେ ଦାରୁ ଯେତେବେଳେ ଠିକ କରାଗଲା ତାପରେ ମନ୍ଦିର ପ୍ରତିଷ୍ଠା ପାଇଁ ହଠାତ୍ ଦେଖାଦେଲେ ଯୋଉ ଜିନିଷ ମୁଁ ଆପଣଙ୍କୁ କହିବାଟା ମୋ ପକ୍ଷେ ଉଚିତ ନୁହେଁ ନିଜେ ଦେଖାଦେଲେ ପୁଣି ଦୈତ୍ୟପତି ମାନେ ସେଠି ଶିଳାଟା କ୍ୟାନସଲ କରିଦେଲେ ଦୈତ୍ୟପତି ମାନେ ସିଧା ଆସିଲେ ସେ ଦାରୁ ଗଛ ପାଖରେ ଯେତେବେଳେ ଦେଖିଲା ଆସି ଦାରୁ ଗଛ ବସୁଛି ଗାଡି ଯାଉଥିଲା ତ ସେଇଠି ଗଛରୁ ଓହ୍ଲେଇଲା ଜଣେ ପ୍ରଭୁ ଓହ୍ଲେଇକିରି ଏତେ ବଡ ଜନ୍ତୁ ଉଠାଲେ ସେ ଗଛ ଯେତେ ଠିଆ ହେଇଗଲେ ସେ ପତ୍ର ଧରିଲା ବିଚିତ୍ର ଟାଇପର ହେଇଛି ଯାହାକି ଏତେ ପର୍ଯ୍ୟନ୍ତ ସତ୍ୟ ଦୋଷ ମହାପୁର 100% ଭାରି ଆଉ 100% ଦେଖାଯାଇଛି ତାଙ୍କ ଦାରୁରେ ବର୍ତ୍ତମାନ ଏଇନା ମୂର୍ତ୍ତି ପ୍ରଭୁ ସମସ୍ତ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସବୁ ହେଇଛନ୍ତି ଏହା ତ ବଡ ଜିନିଷ କିଛି ନାହିଁ ଏତେ ବଡ କିଛି ନାହିଁ ଆଜି କେତେ ଖୁସି ଅଛନ୍ତି ବହୁତ ଖୁସି ଆମେ ଖୁସି ପ୍ରଭୁଙ୍କ ପାଖରେ ଆମେ ତ ସବୁ କରିପାରିବୁ ଆମେ ସମସ୍ତେ ମିଶିକି ଗ୍ରାମବାସୀ ଧରିକି ସମସ୍ତେ ମିଶିକି ଭିକ୍ଷା ମାଗିକି ସବୁ ଆମେ କରିପାରୁଛୁ କେହି ଜଣେ ମନ୍ଦିର କରିବା ପାଇଁ ସଂସ୍ଥା କରେ କୌଣସି ନାହିଁ ମନ୍ଦିର କିଏ କରିବ ତାଙ୍କ ମନ୍ଦିର କିଏ କରିବ ଜନ୍ମ କିଏ ହେଇଛି କେହି ଜନ୍ମ ହେଇନାହାନ୍ତି ମୁଁ ଦେଇଦେଇଛି ସେ ମୁଁ ଦେଇଦେଇଛି ସେ ମୁଁ ଶବ୍ଦ ନାହିଁ ଜଗନ୍ନାଥଙ୍କ ମନ୍ଦିର କଲେ ମୁଁ ଶବ୍ଦ ଯିଏ କରିବ ତାର ପରିସ୍ଥିତି ଖରାପ ହବ ତେଣୁ ପ୍ରଭୁଙ୍କ ମନ୍ଦିର ବିଷୟରେ ବେଶୀ ଆଲୋଚନା କରିବା ଉଚିତ